ତୁଳସୀ ମା ପୂର୍ବ ଜନ୍ମରେ ଜଣେ କନ୍ୟା ଥିଲେ। ତାଙ୍କର ନାଁ ଥିଲା ବୃନ୍ଦା। ସେ ଦାନବ କୁଳରେ ଜନ୍ମ ହୋଇଥିଲେ ମଧ୍ୟ ପିଲାଦିନରୁ ସେ ପ୍ରଭୁ ବିଷ୍ଣୁଙ୍କର ଭକ୍ତି କରୁଥିଲେ। ଜଳର ସୃଷ୍ଟି ଜଳନ୍ଧର ନାମକ ଜଣେ ରାକ୍ଷସକୁ ବିବାହ କରିଥିଲେ। ମା ବୃନ୍ଦାବତୀ ପରଜନ୍ମରେ ଦେବୀ ତୁଳସୀଙ୍କ ରୂପରେ ଆବିର୍ଭାବ ହୋଇଥିଲେ। ମା ତୁଳସୀ ଭଗବାନ ବିଷ୍ଣୁଙ୍କୁ ଶାଳଗ୍ରାମ ରୂପରେ ବିବାହ କରିଥିଲେ। ମା ତୁଳସୀ ଭଗବାନ ବିଷ୍ଣୁଙ୍କ ପତ୍ନୀ ଅଟନ୍ତି। ଯେଉଁମାନେ ପ୍ରତିଦିନ ମା ତୁଳସୀଙ୍କ ପୂଜା ଆରାଧନା କରନ୍ତି, ଭଗବାନ ବିଷ୍ଣୁ ତାଙ୍କ ଉପରେ ଅଧିକ ପ୍ରସନ୍ନ ହୋଇଥାନ୍ତି। ଯେଉଁମାନେ ମା ବୃନ୍ଦାବତୀଙ୍କ ଚାରିପଟେ ପ୍ରଦକ୍ଷିଣା କରନ୍ତି, ତାଙ୍କର ସବୁ ପାପ ନଷ୍ଟ ହୋଇଯାଏ। ତୁଳସୀ ମା ଗଛ ନୁହନ୍ତି, ସେ ହେଉଛନ୍ତି ଜଣେ ଦେବୀ, ଯାହାଙ୍କୁ ଆମେ ମା ବୃନ୍ଦାବତୀ ନାମରେ ଜାଣିଛନ୍ତି। ସମସ୍ତଙ୍କ ଘରେ ମା ତୁଳସୀଙ୍କର ପୂଜା କରାଯାଇଥାଏ। ତୁଳସୀ ମାଙ୍କୁ ଘରେ ରଖି ପୂଜା କଲେ ଘରକୁ ଖରାପ ଶକ୍ତି ବା ନକାରାତ୍ମକ ଶକ୍ତି ଆସି ନଥାଏ। ଘରେ ସବୁବେଳେ ସୁଖ ଶାନ୍ତି ବଜାୟ ରହିଥାଏ। ତୁଳସୀ ମାଙ୍କୁ ପ୍ରତିଦିନ ଘରେ ପୂଜା କଲେ ଘରେ ସବୁ ଦେବାଦେବୀ ମାନେ ବାସ କରନ୍ତି। ତୁଳସୀଙ୍କ ପତ୍ରରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ। ଅଶୁଭ ଶକ୍ତି ଘରକୁ ପ୍ରବେଶ କରିନଥାଏ। ତୁଳସୀ ମା ଯେହେତୁ ଜଣେ ଦେବୀ ଅଟନ୍ତି, ତେଣୁ ମାଙ୍କୁ ଲାଲି ରଙ୍ଗର ଓଢ଼ଣା, ନାଲି ରଙ୍ଗର ଶଙ୍ଖା ଅର୍ପଣ କରି ପୂଜା କରିବା ଉଚିତ। ମା ତୁଳସୀଙ୍କୁ ବାଲକୋନି କିମ୍ବା ଘରର ବାଡ଼ିରେ ସ୍ଥାପନା କରି ପୂଜା କରିବା ଉଚିତ। ଚଉରାଟିଏ ସ୍ଥାପନ କରି ପୂଜା କରାଯାଏ। ମା ତୁଳସୀଙ୍କୁ ପ୍ଲାଷ୍ଟିକ ହାଣ୍ଡି ଅପେକ୍ଷା ମାଟି କଡ଼ୁଆରେ ସ୍ଥାପନା କରି ପୂଜା କରିବା ଉଚିତ। ସୂର୍ଯ୍ୟୋଦୟ ହେବା ପରେ ତୁଳସୀ ପତ୍ର ତୋଳିବା ଉଚିତ। ସନ୍ଧ୍ୟା ହେବାର 1 ଘଣ୍ଟା ପୂର୍ବରୁ ମଧ୍ୟ ତୁଳସୀ ପତ୍ର ତୋଳି ପାରିବେ, କିନ୍ତୁ ସନ୍ଧ୍ୟା ପରେ କି ରାତି ସମୟରେ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ। ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ, ଅମାବାସ୍ୟା, ସଂକ୍ରାନ୍ତି, ପୂର୍ଣ୍ଣିମା, ଅଗାଧୁଆ ଏକାଦଶୀ, ଛୁତୁକ, ମୃତକ ସମୟରେ, ରବିବାରରେ ଏବଂ ରାତି ସମୟରେ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ। ଆମେ ଠାକୁରଙ୍କୁ ପୂଜା କରିବା ସମୟରେ ଭଗବାନ କୃଷ୍ଣ, ଶ୍ରୀହରି ବିଷ୍ଣୁ ଏବଂ ଜଗନ୍ନାଥଙ୍କୁ ତୁଳସୀ ପତ୍ର ଅର୍ପଣ କରି ପୂଜା କରିବା ଉଚିତ। ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁଙ୍କ ପ୍ରସାଦ ଗ୍ରହଣ କରନ୍ତି ନାହିଁ। ତୁଳସୀ ମଞ୍ଜି ହେଉଛି ମାଙ୍କର ନଖ ସଦୃଶ, ତେଣୁ ତୁଳସୀ ମଞ୍ଜି ବଢ଼ିଗଲେ ଏହାକୁ ତୋଳିବା ଉଚିତ। ଏହି ମଞ୍ଜିକୁ ପ୍ରସାଦରେ ମଧ୍ୟ ବ୍ୟବହାର କରାଯାଇପାରିବ। ମଞ୍ଜି ଅଧିକ ବଢ଼ିଗଲେ ତୋଳିବା ଉଚିତ। ତୁଳସୀ ଦେବୀ ରବିବାର ଦିନ ଭଗବାନ ବିଷ୍ଣୁଙ୍କ ପାଇଁ ବ୍ରତ ରଖିଥାନ୍ତି, ତେଣୁ ଏହି ଦିନ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ଏହି ଦିନରେ ମା ବୃନ୍ଦାବତୀଙ୍କୁ ଜଳ ଅର୍ପଣ କଲେ ମାଙ୍କ ବ୍ରତ ଭାଙ୍ଗିଯାଏ। ସେଥିପାଇଁ ଏହି ଦିନରେ ତୁଳସୀଙ୍କୁ ଜଳ ଦିଆଯାଏ ନାହିଁ। ଘରର ପୂର୍ବ ଏବଂ ଉତ୍ତର ଦିଗରେ ତୁଳସୀ ସ୍ଥାପନା କରିବା ଉଚିତ, କିମ୍ବା ପୂର୍ବ ଉତ୍ତର କୋଣରେ ସ୍ଥାପନା କରି ପୂଜା କରିବା ଉଚିତ। ନୂଆ ବର୍ଷ ଆସୁଛି, ତେଣୁ ନୂଆ ବର୍ଷରେ ଆପଣ ଏହିସବୁ ନିୟମ ମାନି ତୁଳସୀ ପୂଜା ଆରମ୍ଭ କରିପାରିବେ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିବେ।